ବାରତା ଆସିଛି ଆଜି। ଶୁଣ ଭାଇ ଏ ଭଉଣୀ, ନିରାଶାରେ ଅଛ କି ଆଜି? ତେବେ ଶୁଣ ଏ ଭାଇ, ଶୁଭ ବାରତା ଆସିଛି ଆଜି। ସରଗର ଏ ବାରତା, ପ୍ରେମର ବାରତା, ସତ୍ୟମୁଖୀର ବାରତା, ପରିତ୍ରାଣର କଥା। ଶୁଭ ବାରତା ଆସିଛି ଆଜି। ପ୍ରିୟ ଶ୍ରୋତା ବନ୍ଧୁ, ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ପବିତ୍ର ନାମରେ ଆପଣଙ୍କୁ ଶୁଭେଚ୍ଛା। ପବିତ୍ର ବାଇବଲର ମାଥ୍ୟୁ ଲିଖିତ ସୁସମାଚାର 5 ଅଧ୍ୟାୟର 26 ପଦରେ ଆମମାନେ ଏହିପରି ପାଠ କରୁ। ମୁଁ ତୁମ୍ଭକୁ ସତ୍ୟ କହୁଅଛି, ତୁମ୍ଭେ ଶେଷ ପାହୁଲାଟି ନ ଶୁଝିବା ପର୍ଯ୍ୟନ୍ତ ସେ ସ୍ଥାନରୁ କୌଣସି ପ୍ରକାରେ ବାହାରି ଆସିପାରିବ ନାହିଁ। ପ୍ରଭୁ ଶ୍ରୀଖ୍ରୀଷ୍ଟ ନରହତ୍ୟା ବିଷୟ କହୁ କହୁ ଏହିପରି କହିଲେ, ତୁମେମାନେ ଶୁଣିଅଛ ଯେ ପୁରା କାଳର ଲୋକମାନଙ୍କୁ କୁହାଯାଇଥିଲା, ନରହତ୍ୟା କର ନାହିଁ। ଆଉ ଯିଏ କେହି ନରହତ୍ୟା କରେ ସେ ବିଚାର ସ୍ଥାନରେ ଦଣ୍ଡନୀୟ ହେବ। କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯିଏ କେହି ଆପଣା ଭାଇ ଉପରେ କ୍ରୋଧ କରେ ସେ ବିଚାର ସ୍ଥାନରେ ଦଣ୍ଡନୀୟ ହେବ। ପୁଣି ଯିଏ କେହି ଆପଣା ଭାଇକି ମୂର୍ଖ ବୋଲି କହେ ସେ ମହାସଭାରେ ଦଣ୍ଡନୀୟ ହେବ। ଆଉ ଯିଏ କେହି ପାଷଣ୍ଡ ବୋଲି କହେ ସେ ଅଗ୍ନିମୟ ନରକରେ ଦଣ୍ଡନୀୟ ହେବ। ଏହିପରି କହିବାରେ ପ୍ରଭୁ ଯୀଶୁଖ୍ରୀଷ୍ଟ ଅର୍ଥ କରନ୍ତି ଯେ ନରହତ୍ୟା ହେଉଛି ପାପର ପରିଣାମର ଏକ ଚରମ ସୀମା। ଏହା କ୍ରୋଧ ସହିତ ଆରମ୍ଭ ହୋଇଥାଏ। କ୍ରୋଧ ହେତୁ ଜଣେ ଅନ୍ୟ ଜଣକୁ ବେକାର ବା ଅକର୍ମଣ୍ୟ ବୋଲି କହେ। ପରିଶେଷରେ ସେ ଅନ୍ୟକୁ ଜଣେ ମୂର୍ଖ ରୂପେ ଦେଖେ। ଏଥିଯୋଗୁଁ ସେ କ୍ରୋଧର ଚରମ ସୀମା ହତ୍ୟା ପର୍ଯ୍ୟନ୍ତ ଯାଏ। ପାପ ହେତୁ ମନୁଷ୍ୟ ତ ଈଶ୍ୱରଙ୍କ ସମ୍ମୁଖରେ ଦୋଷୀ ଅଟେ। ତେଣୁ ଈଶ୍ୱର ତାହା ନିମନ୍ତେ ଯେଉଁ ଦଣ୍ଡ ନିର୍ଣ୍ଣୟ କରିଛନ୍ତି ତାହା ହେଉଛି ନରକ। ମାତ୍ର ଯେ କେହି ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରେ ସେ ଈଶ୍ୱରଙ୍କ କ୍ରୋଧରୁ ରକ୍ଷା ପାଇ ପରିତ୍ରାଣ ପ୍ରାପ୍ତ ହୁଏ। ନରକର ଦଣ୍ଡରୁ ରକ୍ଷା ପାଇ ନିଜ ଜୀବନରେ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କର ସେ ଅନୁକରଣ କରେ। ଆପଣ ମଧ୍ୟ ଯେପରି ତଦନୁରୂପ କରିବେ, ଆପଣଙ୍କ ନିମନ୍ତେ ଈଶ୍ୱରଙ୍କ ନିକଟରେ ଆମର ଏହି ପ୍ରାର୍ଥନା।